ସକାଳୁ ସକାଳୁ ଥୁରୁହୁରୁ ଶୀତରେ ମୁଁ ବାହାରି ପଡ଼ିଲି ଟିକେ ବିଲ ଆଡ଼କୁ। ବିଲ ଆଡ଼କୁ ଗଲାବେଳେ ଦେଖିଲି କିଛି ଚଣା ଶାଗ ବିଲରେ ହେଇଛି। ଦେଖିଲାରୁ ମୋର ମନେ ପଡ଼ିଗଲା ପିଲାଦିନର ଜେଜେମା ହାତର ଚଣା ଶାଗ ଭଜା। ମୁଁ ଭାବିଲି ଆଜି ଟିକେ ତଟକା ଚଣା ଶାଗ ବିଲରୁ ଟିକେ ଥୁଣ୍ଟିକିରି ତୋଳିକିରି ନେଇଯାଏ। ଆଜି ମାଆକୁ ପଚାରିବି ଜେଜେମା ହାତର ଚଣା ଶାଗ ଭଜାଟି କେମିତି କରୁଥିଲା। ତାକୁ ଆଜି ନେଇକିରି ମାଟି କଡ଼େଇରେ ବନେଇବି। ସେଇଥିପାଇଁ ଅଳ୍ପ ଟିକେ ଚଣା ଶାଗ ଥୁଣ୍ଟି ନେଇକିରି ଘରକୁ ପଳେଇଲି। ମାଆକୁ କହିଲି, ମା ଆଜି ଗଣ୍ଡିଏ ଚଣା ଶାଗ ଆଣିଛି, ଚାଲେ ମୋତେ ଜେଜେମା କେମିତି ବନଉଥିଲା ସେ ପ୍ରଣାଳୀଟା କହିଦେ। ଆଜି ମୁଁ ନିଜେ ବନେଇବି ଆଉ ମୋ ସାଙ୍ଗମାନଙ୍କ ସହିତ ଜେଜେମାର ଚଣା ଶାଗ ବନେଇବାର ପ୍ରଣାଳୀଟା ସେୟାର କରିବି। ତ ସାଙ୍ଗମାନେ, ଆଜିର ରେସିପି ହେଉଛି ମୋ ଜେଜେମା ଷ୍ଟାଇଲରେ, ମୋ ଜେଜେମା ଯେମିତି ବନାଏ ଚଣା ଶାଗ ଭଜା, ସେଇ ଭଜାଟି କରିବା ଶିଖିବା। ଶୀତ ଦିନେ ଏଇ ଶାଗର ବହୁତ ହେଲ୍ଥ ବେନିଫିଟ୍ ଥାଏ, ଦେହ ପାଇଁ ବହୁତ ହି ବଢ଼ିଆ। ଏନି ସିଜନାଲ ଆପଣ ଫ୍ରୁଟ୍ସ ବା ପନିପରିବା ଖାଆନ୍ତୁ। ଶାଗ ତ ଦେହ ପାଇଁ ଭଲ ସମସ୍ତେ ଜାଣିଛେ, ବଟ୍ ଚଣା ଶାଗ ଦେହ ପାଇଁ ଯେତିକି ଭଲ ଟେଷ୍ଟରେ ତ ଡବଲ। ଏଇଠି ଦେଖନ୍ତୁ ଚଣା ଶାଗ ମୁଁ ତୋଳି ଆଣିଲି। ତାପରେ ପରିବା କ'ଣ ପଡ଼ିବ ମୁଁ ଦେଖେଇ ନେଲି। ସେଥିରେ ଗୋଟେ ବାଇଗଣ, 2-3ଟି ସାରୁ, ଛୋଟ ସାରୁ, ଗୋଟିଏ ଆଳୁ, ପିଆଜ, ରସୁଣ ପକେଇବା। ଏଇଠି ମୁଁ ମାଟି କଡ଼େଇର ବ୍ୟବହାର କରିଛି, ଯାହାଦ୍ୱାରା କି ମୋ ଜେଜେମାର ପ୍ରଣାଳୀଟା କେମିତି ଟେଷ୍ଟ ଲାଗିବ। ସେଇଥିପାଇଁ ମୁଁ ଆଗ କାଳରେ ଯେମିତି ମାଟି ହାଣ୍ଡିରେ ବା ମାଟି କଡ଼େଇରେ ସେମାନେ ବନଉଥିଲେ ସେ ପ୍ରଣାଳୀରେ ମୁଁ ଆଜି ବନଉଛି। ସେଇଥିପାଇଁ ମୁଁ ଏଠି 2 ଚାମଚ ତେଲ ନେଲି। ସେଥିରେ ଜିରା ସୋରିଷର ଟିକେ ଫୁଟଣ ଦେଇନେଲି। ଶୁଖିଲା ଲଙ୍କା 2ଟିକୁ ଟିକେ ଫାଳ କରିକିରି ପକେଇ ନେଲି। ଗୋଟିଏ ରସୁଣକୁ ଚୋପା ଛଡ଼େଇକିରି ତାକୁ ଭଲସେ ଛେଚି ନେଲି। ରସୁଣ ତ ଶାଗ ଭଜାର ମେନ୍ ଇନଗ୍ରିଡ଼ିଏଣ୍ଟ। ତାକୁ ପକେଇ ନେଲି। ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେଲା ଯାଏଁ ଭାଜି ନେଲି। ରସୁଣଟି ଯେତେବେଳକୁ ଭଲସେ ଭାଜି ହେଇଗଲା ସେତେବେଳକୁ ଏଇଠି ମୁଁ ଚୁନ ଚୁନ କାଟିଥିବା ପିଆଜ ଗୁଡ଼ିକୁ ପକେଇ ନେଲି। ଏଇଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଛୋଟ ଛୋଟ କରିକିରି କାଟି ନେଇଛି। ଭାଜିଲା ବେଳକୁ ମୋ ମାଆକୁ ପଚାରୁଥାଏ, ମା ସେ ପିଲାଦିନର ଶୀତ ଦିନ ସକାଳେ ଖରାରେ ଘର ଦାଣ୍ଡରେ ବସିକିରି ଯେଉଁ ପଖାଳ ଭାତ ସହିତ ଜେଜେମା ହାତର ଚଣା ଶାଗ ଭଜା ଖାଇଲା ବେଳେ କି ମଜା ଆସେ ନା। ସେଇଆ କହୁ କହୁ ଆମର ଏପଟେ ପିଆଜଟି ଅଳ୍ପ ଟିକେ ଭାଜି ହେଇ ଆସିଲାଣି। ମଝିରେ ମଝିରେ ମୁଁ ଟିକେ ଘାଣ୍ଟି ନେଉଥାଏ, ଯାହାଦ୍ୱାରା କି ଆମର ପିଆଜଟି ଭଲସେ ଭାଜି ହେଇଯିବ। ପିଆଜଟି ଭାଜି ହେଇଗଲା ପରେ ପନିପରିବାକୁ ମୁଁ ଏଠି ଛୋଟ ଛୋଟ କରିକିରି କାଟି ନେଇଛି। ଏଥିରେ ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ, 3ଟି ଛୋଟ କୁଜି ସାରୁ ଆଉ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁକୁ ଭଲସେ ଛୋଟ ଛୋଟ କରି କାଟି ନେଇଥିଲି। ଶାଗ ଭଜାରେ ଏଇସବୁ ପରିବା ମୋର ଜେଜେମା ୟୁଜ୍ କରେ। ସେଇଥିପାଇଁ ମୋ ମା ଯେଉଁଭଳି ଆକାରରେ ମୋତେ କହିଲା ମୁଁ ସେଇ ପ୍ରୋସେସ୍ରେ ବନଉଥାଏ। ଜେଜେମାକୁ ଟିକେ ମନେ ପକେଇକିରି ଇମୋସନାଲ୍ ବି ହେଇଯାଉଥାଏ। ପିଲାଦିନର କଥା ସାଙ୍ଗମାନେ ସମସ୍ତଙ୍କୁ ମନେ ପଡ଼େ। ଆଜି ବାସ୍ ସେ ଜେଜେମାର ପ୍ରଣାଳୀ କେମିତି ମନେ ପକେଇକିରି ସେ ଶାଗ ଭଜା କରିବା ପାଇଁ ମୁଁ ଚେଷ୍ଟା କରିଛି। ଆପଣମାନଙ୍କ ସହିତ ସେ ଶାଗ ଭଜାର ରେସିପିଟି ସେୟାର କରିଛି। କହିବାକୁ ଗଲେ ତ ସାଧାରଣ ଶାଗ ଭଜା, କିନ୍ତୁ ଏଥିରେ ବହୁତ ସାରା ଇମୋସନ୍ସ ଅଛି। ଆଉ ଏ ଶାଗର ହେଲ୍ଥ ବେନିଫିଟ୍ ବହୁତ, ଆପଣ ନିଜେ ବି ଜାଣିପାରିବେ। ଆଉ ଏତେ ଟେଷ୍ଟି ଲାଗେ, ଆପଣ କୋଶଳା ଶାଗ, ସଜନା ଶାଗ ସବୁକିଛି ଶାଗ ଭୁଲିଯିବେ। ଏ ଶାଗ ଏ ପ୍ରୋସେସ୍ରେ ଥରେ ଆପଣ କରିକିରି ଖାଆନ୍ତୁ, ତାପରେ ମୋତେ ଜଣାଇବେ। ମଝିରେ ମଝିରେ ମୁଁ ଟିକେ ପନିପରିବା ଗୁଡ଼ିକୁ ଘାଣ୍ଟି ନେଉଥିଲି, ମିକ୍ସ କରି ନେଉଥିଲି। ଟିକେ ଘୋଡ଼ଣି ଘୋଡ଼େଇ ଦେବା। ଗ୍ୟାସ୍ର ଫ୍ଲେମ୍ ଆମେ ଏଠି ଲୋରେ ରଖିଛେ, ଯାହାଦ୍ୱାରା କି ଆମର ପରିବା ଗୁଡ଼ିକ ଭଲସେ ସିଝିଯିବ। ପରିବା ଗୁଡ଼ିକ ସିଝି ଆସିଲା ବେଳକୁ ଏଇଠି ଦେଖନ୍ତୁ ଚଣା ଶାଗକୁ ଯେତେ ଆପଣ ଗୁଣ୍ଡ କରି କାଟିପାରିବେ, ଦେଖନ୍ତୁ ମୁଁ ଏଠି ଦେଖେଇଛି ଆପଣଙ୍କୁ, ଯେତେ ଆପଣ ଗୁଣ୍ଡ କରି କାଟିପାରିବେ ସେଇ ହିସାବରେ କାଟିବେ। ମୁଁ ଏଇଠି ଯେତିକି ପାରିବି ସେତିକି ହିସାବରେ ଗୁଣ୍ଡ କରିକିରି କାଟି ନେଇଥିଲି। ଦେଖନ୍ତୁ ଆପଣଙ୍କୁ କୁଲାରେ ମୁଁ ଯେତିକି ଚଣା ଶାଗ ଦେଖେଇଥିଲି ତାକୁ ଭଲସେ ଧୋଇକିରି ଛାଣି ନେଇଥିଲି, ତାକୁ ଗୁଣ୍ଡ କରିକିରି କାଟି ନେଇଥିଲି। ତାପରେ ଆମେ ପନିପରିବା ସହିତ ମିଶାଇ ଦେବା। ଗ୍ୟାସ୍ର ଫ୍ଲେମ୍ ଆମେ ହାଇରେ ରଖିବା। ଶାଗ ପକାଇଲା ବେଳକୁ ଶାଗଟିକୁ ଘାଣ୍ଟି ସାରିଲା ପରେ ଏଗେନ୍ ଆମେ ଘୋଡ଼ଣି ଘୋଡ଼େଇକିରି ଗ୍ୟାସ୍ର ଫ୍ଲେମ୍ଟିକୁ ସିମ୍ କରିବା। ମୋ ମା ସେପଟେ କହୁଥାଏ, ଆରେ ଚଣା ଶାଗକୁ ବେଶୀ ଭାଜିବୁନି, ବେଶୀ ଭାଜିଲେ ଚଣା ଶାଗଟି ଖଟା ହେଇଯାଏ। ସେଇଥିପାଇଁ ଚଣା ଶାଗକୁ ପକାଇଲା ପରେ ଆମେ ମ୍ୟାକ୍ସିମମ୍ 10ରୁ 15 ମିନିଟ୍ ଗ୍ୟାସ୍ର ଫ୍ଲେମ୍ ସିମ୍ରେ ରଖିକିରି ଭାଜିବା।
देखिए आपण चना शाग जो कुक हो तार कलरटा पूरा चेंज हो आपण रेसिपीर आगु को देखले जानीपर मझे मझे मुझे मिक्स कर नौली चना शाग पकेला पर घर चारिआडे मोर चना शाग भजार एत बढ़िया बास्ना आसला मुझे माँ को कहली माँ कंसाए पखाड़ रेडी करिथा मोर एपटे शाग हो आसला आज कंसाए पखाड़ खरारे बसिकी चना शाग भजा सहित चलेबी जेजेमा को मने पकईकि सांग माने आपण ए रेसिपीटी ट्राए करंतु मते निश्चित भाव जनइबे ए रेसिपीटी केमिति लागिला। ता भितर देखंतु आमर एठी चना शाग भजा रेडी हो गलानी देखंतु मु जेई भली आकार रे आपन को कहितली कलरटा चेंज हो देखंतु कलरटा भी चेंज हो जाईची आमर एथर चना शागटी रेडी हो गलानी आपन को मु पाखरु भी देखे नउची देखंतु पनीपरिया भी सिझी गलानी चना शाग भी रेडी हो गलानी ता भितर मो माँ को गोटे माटीर पात्र मागी नहीं कि मु कहली चलो आज माटीर पात्र रे जदि चना शागटा प्रिपरेशन होईची माटी पात्र रे ही सर्व करबा सो मुझे माटी पात्र रे सर्व कर नेली या पर पखाड़ कंसाई भी रेडी करिची खाई नेली बहुत ही बढ़िया टेस्टी लगी सांग माने आपण थरे ट्राए करेंगे मते प्लीज कमेंट बॉक्स रे जनइबे जदि मो चैनल को सब्सक्राइब करना देन मो चैनल को सब्सक्राइब कर दियंतु सांग माने आशा करूची आज रेसिपी भल लगी बाय।